ଆଜିର ପ୍ରସଙ୍ଗ ଗ୍ରାମୀଣ ବିକାଶର ନୂତନ ସଂକଳ୍ପ ବିକଶିତ ଭାରତ ଜି ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। 2047 ବିକଶିତ ଭାରତ ଜାତୀୟ ସଂକଳ୍ପ ଅନୁରୂପ ଗ୍ରାମୀଣ ବିକାଶ ଢାଞ୍ଚା କାର୍ଯ୍ୟକାରୀ କରିବା ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ବିକଶିତ ଭାରତ ରୋଜଗାର ଗ୍ରାମୀଣ ନିଶ୍ଚିତ ଆଜୀବିକା ମିଶନ VBG ବିଲ୍ 2025 ଲୋକସଭାରେ ଆଗତ କରାଯାଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ବିଲ୍କୁ ଆଗତ କରି ପ୍ରସ୍ତାବିତ ବ୍ୟବସ୍ଥାଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଗତ 2 ଦଶନ୍ଧି ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ବ୍ୟାପକ ପରିବର୍ତ୍ତନ ଆସିଛି। ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଆବାସ ବଣ୍ଟନ, ପାନୀୟ ଜଳ, ପରିମଳ ଏବଂ ବିଦ୍ୟୁତକରଣ ଆଦି କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥାରେ ସଶକ୍ତିକରଣ ନେଇ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ଗ୍ରାମାଞ୍ଚଳରେ ନିଶ୍ଚିତ ଶ୍ରମଶକ୍ତି ସୁବିଧା, ଆୟ ବୃଦ୍ଧି, ଉତ୍ପାଦନ ଭିତ୍ତିଭୂମି, ଜଳବାୟୁ ସ୍ଥିରତା ଭଳି କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଇ ଆସୁଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକସଭାରେ ଆଗତ ବିଲ୍ରେ କେତେଗୁଡ଼ିଏ ପ୍ରସ୍ତାବ ରହିଛି। ଶ୍ରମ ତଥା ନିଯୁକ୍ତି କ୍ଷେତ୍ର ସୃଷ୍ଟି ମାଧ୍ୟମରେ ଗ୍ରାମାଞ୍ଚଳ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପରିବର୍ତ୍ତିତ ଆକାଂକ୍ଷା ପୂରଣ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନାର ସମନ୍ୱୟ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଏକ ବ୍ୟବସ୍ଥିତ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଜାତୀୟ ବିକାଶ ଅଗ୍ରଗତି ସହିତ ସମୟକ୍ରମେ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଲାଗି ଏକ ରୂପାନ୍ତରଣକାରୀ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ସରକାର ଏହି ବିଲ୍ ପ୍ରସ୍ତୁତ କରିଛନ୍ତି। ବିକାଶ କାର୍ଯ୍ୟର ପରିସର ବୃଦ୍ଧି ପାଇବା ସହିତ ଗ୍ରାମୀଣ ପରିବାରଗୁଡ଼ିକ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ଆଶା ରହିଛି। ଏକ ସୁବ୍ୟବସ୍ଥିତ ନିଶ୍ଚିତ ଆଜୀବିକା ମାଧ୍ୟମରେ ଗ୍ରାମୀଣ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଶ୍ରମଶକ୍ତିକୁ ଅଧିକ ପ୍ରଭାବଶାଳୀ ଭାବରେ ଉପଯୋଗ କରିବାର ଗୁରୁତ୍ୱ ଉପଲବ୍ଧି କରାଯାଇଛି। ସରକାର ବିଭିନ୍ନ ଦିଗକୁ ସମୀକ୍ଷା କରିବା ସହ ମନରେଗା ଯୋଜନାରେ ରହିଥିବା ନିଶ୍ଚିତ ନିଯୁକ୍ତିକୁ 100 ଦିନରୁ ଏହି ବିଲ୍ ମାଧ୍ୟମରେ 125 ଦିନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଆଧାରିତ ଏକ ସମନ୍ୱିତ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗକୁ ଏକାଠି କରି ଢାଞ୍ଚାଗତ ରୂପ ପ୍ରସ୍ତୁତ କରାଯିବ। ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ତଥ୍ୟାବଳୀକୁ ଏଥିରେ ସଂଯୁକ୍ତ କରାଯିବ। ପ୍ରଯୁକ୍ତି ବିଦ୍ୟା ଉପଯୋଗ ମାଧ୍ୟମରେ ଏକ ସ୍ୱଚ୍ଛ ଏବଂ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ଗ୍ରାମାଞ୍ଚଳରେ ସାର୍ବଜନୀନ କାର୍ଯ୍ୟ ପାଇଁ ଏକ ଦୃଢ଼ ଏବଂ ସମନ୍ୱିତ ଜାତୀୟ ଢାଞ୍ଚା ପ୍ରସ୍ତୁତ କରାଯାଇପାରିବ। ଜଳ ସଂରକ୍ଷଣ, ମୌଳିକ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ସମ୍ବନ୍ଧୀୟ ଭିତ୍ତିଭୂମି ଏବଂ ପ୍ରତିକୂଳ ପାଣିପାଗ ଆହ୍ୱାନର ମୁକାବିଲାକୁ ପ୍ରାଥମିକତା ପ୍ରଦାନ କରାଯିବ। ଫଳରେ ଦେଶବ୍ୟାପୀ ଏକ ଫଳପ୍ରଦ, ଦୀର୍ଘସ୍ଥାୟୀ, ଦୃଢ଼ ଏବଂ ପରିବର୍ତ୍ତନକାରୀ ଗ୍ରାମୀଣ ବିକାଶ ପଦ୍ଧତି ସୃଷ୍ଟି ହୋଇପାରିବ। ତୃଣମୂଳ ସ୍ତରରୁ ଆରମ୍ଭ କରି ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ଆଧାରିତ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ହେଉଥିବା ସବୁ କାର୍ଯ୍ୟକୁ ଚିହ୍ନଟ କରାଯିବ। ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସମନ୍ୱୟ ମାଧ୍ୟମରେ ଏହି କାର୍ଯ୍ୟକ୍ରମଗୁଡ଼ିକୁ ଆଞ୍ଚଳିକ ପ୍ରାଥମିକତା ଆଧାରରେ ସଂଯୋଜନ କରାଯିବ। ଫଳରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାଗୁଡ଼ିକ ପ୍ରଯୁକ୍ତିବିଦ୍ୟା ଆଧାରିତ ହେବା ସହ PM ଗତିଶକ୍ତି ଅଭିଯାନ ସହ ସମନ୍ୱିତ ହୋଇପାରିବ। ବିହନ ଏବଂ ଫସଲ ଅମଳ ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ନେଇ ବିଲ୍ରେ ବ୍ୟବସ୍ଥା ରହିଛି। ଗୋଟିଏ ଆର୍ଥିକ ବର୍ଷରେ 60 ଦିନ ପର୍ଯ୍ୟନ୍ତ ସମୟସୀମା ନିର୍ଦ୍ଦିଷ୍ଟ କରାଯାଇ କାର୍ଯ୍ୟ ବନ୍ଦ ରଖିବାକୁ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ ଆଗୁଆ ବିଜ୍ଞପ୍ତି ଜାରି କରିବାର କ୍ଷମତା ରାଜ୍ୟଗୁଡ଼ିକ ପାଖରେ ରହିବ। ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଏହି ବିଲ୍ ଅନୁଯାୟୀ ପ୍ରସ୍ତାବିତ ନିଶ୍ଚିତ ରୋଜଗାର ପଦକ୍ଷେପକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ 6 ମାସ ମଧ୍ୟରେ ଯୋଜନା ପ୍ରସ୍ତୁତ ନେଇ ସମୟସୀମା ଧାର୍ଯ୍ୟ ହୋଇଛି। ପ୍ରସ୍ତୁତ ଯୋଜନା କେନ୍ଦ୍ରୀୟ ପ୍ରାୟୋଜିତ ଆଧାରରେ ପରିଚାଳିତ ହେବ। ତେବେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପାଣ୍ଠି ଆବଣ୍ଟନ ଢାଞ୍ଚା ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଉତ୍ତର ପୂର୍ବ ଏବଂ ହିମାଳୟ ଅଞ୍ଚଳ ଅନ୍ତର୍ଗତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପାଇଁ 90 ଏବଂ 10 ଓ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ 60 ଏବଂ 40 ଅନୁପାତରେ ପାଣ୍ଠି ଆବଣ୍ଟନ କରାଯିବ। ଏହି ବିଲ୍ ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଆର୍ଥିକ ସମ୍ବଳର ସମାନ ବଣ୍ଟନକୁ ସୁନିଶ୍ଚିତ କରିବ।